ए ना पकई हबनी से तार रे पकई दब एठी तू खरा काटुची हाँ आ बड़ी खाइबा आ टिके खरा खाइदे आ बटाजी पूरा धड़ा धड़ा देखा हाँ हौ मुझे बांधी लुगाटा है चलनु एट बसचु आज एत खरा हाँ कौन कि तो आमर सांग मैंने बढ़ी परा हो इे देख पगटा माने बर्तमान समय पाखापाखि 9टा है कि पगटा बढ़िया है कौन हम खराटा तो जोरे हो पाग बढ़िया है कौन हम गचर पा दिहनी पा देदेबा गचर सब नागी गच सब पुदीना गछ फूल गछ सब नागी पानी टे आगे देदेबा तापर देखिया फमसा हम भल लगे खाली खरा देखु खरा के जोरे हो ओहो किंतु गछ सब पत्र पत्र कमला नहीं कि तो सांग मैंने आउ गोटे पापड़ देखु माने एटा बड़ी तो ना पापड़ एटा सागु पापड़ जो घरे हुए नहीं सागु आउ टे पापड़टा बढ़िया ना कि पापड़टा खाया तो एटा भी सुधा एपट तो बढ़ी चलती आ तो सांग मैंने देखते आ गोटे जिनस मैंने जो कहती ना एपर्त बढ़ी परा है देखते इे माकड़ मैंने सब चली आइले जगी गई देखुं ना 3-4टा माकड़ आस सारे तो बढ़ीटा को जगिया पड़ो ना सब माकड़ खाईदेवे हौ चल आम बढ़ी रहा एपटे पापड़ रहा तले सुखी जा सब थुआई तले चल जा सांग मैंने जय जगन्नाथ तो मुझे सौम्य तो मोर आ गोटे नुआ फ्रेश वीडियो आपण मानक बहुत बहुत स्वागत तो सांग मैंने सब कम सरीगला तो बर्तमान समय है 10:30 तो गाधे रेडी हो जाए तो बर्तमान पुओ घर स्कूल मैडम कॉल करते कि स्कूल छुट्टी गला तो प्रथम जाकि पुओ को स्कूल नहीं आसिया तो तापर देखिया कौन हो तो सांग देखो यहाँ पुओ घर स्कूल DAV पब्लिक स्कूल तो ताको बर्तमान नहीं कि पलैबा तो तापर घर को जाए देखिए आज प्रोग्राम कौन रोचे तो चलते देखिए तो सांग मैंने पुओ को स्कूल नहीं कि पलि आसचु जो गरम हो पदारे तो चलतु वीडियो कंटिन्यू करवा तो ये आम बड़ी सुखाई आउ छात माकड़ आइले तो बड़ी की लास्ट को तल को लेकिन आसिले तो ये पापड़टा भी सुखाई एपटे बड़ीटा सुखा हो तो हाँ सीटा तू खाइबनु कि हाँ सांग मैंने आज स्पेशल वीडियो रे घरे आज दही पखाड़ हम कहीं ये जो भाई रेट्रे खरा है आउ ये खरा को सही हेनी मनीष मैंने बर्तमान समय 11टा है देखु खरा माने 2टा बेल भाया खरा हो तो छाड़ तो आज घरे स्पेशल दही पखाड़टा हम दही पखाड़ माड़टा कर पूरा शांति लगे खर आ जदि वीडियोटी आपण मानक भल लगे निश्चित लाइक शेयर एंड सब्सक्राइब करदे तो आज ब्लॉग टी ये चलतु स्टार्ट करवा लेट्स गो लगे कि
ଏଠି ପଖାଳ ଲାଗି ଭାତଟାକୁ ଥଣ୍ଡା କରାହେଉଛି। ଆଉ ରୋଷେଇ ଘରେ ଏଠି ଆଳୁ ବୋଧେ ଆଳୁ ଭଜା ହେବ ନା କ'ଣ, ଆଳୁ ସରୁ ସରୁ ହେଇକି ଭଜା ହେଇଛି। ଆଉ ଏପଟେ ପୋଟଳ ଭଜା ଚାଲିଛି। ଆଉ ତଳେ ବାଦାମକୁ ନା ବଢ଼ିକି ଭଜା ହେଇକି ଥୁଆଯାଇଛି। ତ ଏମିତି ସବୁ ଆଇଟମ୍ ହେବ ଆଉ ପଖାଳ ସାଙ୍ଗରେ ଯାହା ଖାଇବା କଥା। ତ ଚାଲନ୍ତୁ ଦେଖିବା। ଆଉ ଏଠି ବାଦାମଟା ଚୋପା ଛଡ଼ା ହେଇଯାଇଛି। ବାଦାମଟା ଚୂରା ନହେଲେ କ'ଣ ଭଲ ଲାଗିବ କି, ତ ସେଥିପାଇଁ ବାଦାମ ଚୂରାଟା ହେଇଯାଇଛି, ବଢ଼ିଆ ଲାଗିବ। ଆଉ ତାପରେ ଏଠି ଦେଖନ୍ତୁ ସାଙ୍ଗମାନେ, ପୁରା ଫ୍ରେଶ୍ ଫ୍ରେଶ୍ ଶାଗ ଆସିଯାଇଛି। ଶାଗ ବଛା ପୁରା ଚାଲିଛି, ଫ୍ରେଶ୍ ପୁରା ଶାଗ। ଗ୍ରୀନ୍ ଗ୍ରୀନ୍। ଏଟା କି ଶାଗ? ହାଁ? କଣ ନେଉଟିଆ। ଓହୋ, ନେଉଟିଆ। ଏଇ ଯୋଉ ମଞ୍ଜିଟା ଆମେ ଆଣିଥିଲେ ନା? ହାଁ? ଏଇ ଶାଗଟା ତ ବଢ଼ିଆ ଲାଗେ, ଏଇ ଶାଗଟା ପୁରା ପୁରା ବୋବାଲ ଶାଗଟା। ଏଠି ଆମର ନେଉଟିଆ ଶାଗ ବଛା ଚାଲିଛି। କ'ଣଟା ଖାଉଛୁ? କ'ଣଟା ଏଟା? ଦହିବରା। ହଉ ଖାଇଦେ। ପଇସା ଲାଗି ଆମେ ଖାଇଦଉନୁ। ଖାଇଲି ବା। ବାଛୁନି ଶୀଘ୍ର ଶୀଘ୍ର ଶାଗ। ଶୀଘ୍ର ଶୀଘ୍ର କେମିତି ଏଟା ପୋକରା ଗୁଡାକ ହଉଛି। ହଉ, ବଢ଼ିଆ ଦେଖାଯାଉଛି କିନ୍ତୁ ଶାଗଟା ନୁହେଁ କି? ନେଉଟିଆ ଶାଗ। ମିଠା ନା ଖଟା ନାଗୁଛି? ଆମ ଖାଇବୁ କି? ଖାଇବୁନି? ଖାଇବୁ ଦହି ପଖାଳ? ତୁ ଖାଇବୁନି ନା? ଖାଇବୁନି? ପବନ ଯୋଉ ଗରମ ହଉଛି। ପୋଦିନା ପଡ଼ିବ? ହଉ ନେଇକି ଆସୁଛି, ରୁହ ଛାତ ଉପରୁ। ତ ସାଙ୍ଗମାନେ ଚାଲନ୍ତୁ ଯିବା ଛାତ ଉପରୁ ପୋଦିନାଟା ନେଇକି ଆସିବା। ପୋଦିନା ଚଟଣିଟା ହେଇକି ପଖାଳରେ ପଡ଼ିବ। ତ ଏଇ ଯେଉଁ ଖରା, ବଢ଼ି ତ ଏକରେ ଛାତ ଉପରେ ପରା ହେଇଥିଲା, ମାଙ୍କଡ଼ ଆସିଲା ସବୁ ବଢ଼ିକି ଏକାଥରେ ତଳକୁ ନେଇକି ପଳେଇଲା। ତ ଛାଡ଼, ଚାଲନ୍ତୁ ଛାତ ଉପରୁ ଯିବା, ପୋଦିନାଟାକୁ ନେଇକି ଯିବା ଏକାଥରେ ଆଉ। ଦେଖୁଛନ୍ତି? ପୋଦିନା ସାଙ୍ଗେ ସାଙ୍ଗେ ନେଇକି ପଳେଇବା। ଦେଖଉଛି ପୋଦିନା ଗଛ। ଏତିକି ହେଇଯିବ, ନେଇକି ପଳେଇବା। ହଉ। ତ ଏଠି ଆମର ବାଦାମଟା ଭଜା ହେଉଛି ବଡ଼ିଚୁରା ଲାଗି। ଆଉ ତାପରେ ଏବେ ଯିବା କେଉଁଠିକି କହିଲେ, ତ ସେଇ ଯେଉଁ ପାମ୍ପଡ଼ଟା ହେଇନଥିଲା ଛାତ ଉପରେ ଦେଖୁନଥିଲି, ସେ ପାମ୍ପଡ଼ଟା ନେଇକି ଯିବା ଛାଣିବା, ଦେଖିବା କ'ଣ ଲାଗୁଛି। ଏପର୍ଯ୍ୟନ୍ତ ଛଣା ହେଇନି, ତ ଦେଖିବା କ'ଣ ଲାଗୁଛି ଏଇ ପାମ୍ପଡ଼ଟା, ଖାଇକି ଟେଷ୍ଟ କରିବା। ସେଦିନ ବଡ଼ିଟା ଭଲ ହେବ। ଭଲ ଲାଗୁଛି? ଏ ଦେଖାଇଦେଲୁ କେମିତି ନାଗୁଛି ତତେ? ଆଜି ସ୍କୁଲରେ କ'ଣ କରିଦେଇଛୁ? କ'ଣ ଟିକେ ସ୍କୁଲରେ ଆଜି କ'ଣ କରିଛୁ? ଲାଜ ଲାଗୁଛି? ସାଙ୍ଗମାନେ ଦହିଟା ମିଶାଇଦେବା ପଖାଳରେ, ଆମର ଦହି ପଖାଳ ହେଇଗଲା। ଖାଲି ବାକି ରହିଲା ଛୁଙ୍କଟା ଦିଆହେବ ଆଉ। ତ ଏପଟରେ ଆମର ଚଟଣି, ମାନେ ଯେଉଁ ଚଟଣି ତ ନୁହେଁ, ଏଇଟା ଇଏ ହେଇକି କୁଟା ହେଇକି ସେ ଦହି ପଖାଳରେ ପଡ଼ିବ। ତ ଏଟାକୁ ଫାଷ୍ଟ ପତ୍ରଟାକୁ ଛଡ଼େଇ ଦେଇକି ତା ଇଏ କରିଦେବା। ଲଙ୍କା କୁଆଡ଼େ ଗଲା? ତ ଲଙ୍କାକୁ ଆଣିକି ଏ ଲଙ୍କା ସହ ଏକାଥରେ ଛିଞ୍ଚିକି ତା ଦେହରେ ଆଡ଼୍ କରିଦେବା ଦହି ପଖାଳରେ। ତାପରେ ଛୁଙ୍କଟା ଦେବା ଆଉ। ଫାଷ୍ଟ ଲଙ୍କାଟାକୁ ଭାଜିଦେବୁ ନାଇଁ? ହାଁ? ତାପରେ ଘିଅ ପକେଇବି, ପକେଇନି ହଉ, ଏଥିରେ ମୁଁ ସେଟା କ'ଣଟା? ଫୁଟଣ?
ସୋରିଷ ଓ ଏଇଟା ସୋରିଷଟା ହଉ ଏମିତି କ'ଣ କରୁଛୁ ହାଁ ପିବ ସୋରିଷ ଦେଖାଲୁ ଟିକେ ମିଶ୍ରଣ ପତ୍ରଟା ବଢ଼ିଆ ବାସୁଛି ଏବେ ଘିଅଟା ଦେବୁ ବାସ୍ ବାସ୍ ହଉ ଦେ ଏବେ ମିଶ୍ରଣ ପତ୍ର ଆଗେ ପକା ହଉ ହଉ ଚଳିବ ପାଣିଆ ପାଣିଆ ରହେ ନା କ'ଣ ହାଁ ଜାରି ହେଲା ବେଳକୁ ପୋଡ଼ିଯିବ ଏଗୁଡ଼ା କେମିତି ବାସ୍ ହେଇଗଲା ଜରିଗା ଏଇଟାକୁ କୁହନ୍ତି କ'ଣଟା ଛୁଙ୍କ ଏଇଟା ତା ଦେହରେ ଦିଆ ହେଇଯିବ ଓହୋ ହଉ ହଉ ହେଇଗଲା ତାହେଲେ ତ ସାଙ୍ଗମାନେ ଆମର ଛୁଙ୍କ ଦିଆ ହେଇଯାଇଛି ପଖାଳଟାରେ ଦେଖନ୍ତୁ ପୁରା ଟେଷ୍ଟି ଦେଖାଯାଉଛି ପୁରା ଜବରଦସ୍ତ ହେଇଛି ନୁହେଁ କି ତ ଆମର ସବୁ ବର୍ତ୍ତମାନ ରୋଷେଇ ଚାଲୁଛି ତ ରୋଷେଇଟା ହେଇସାରିଲା ପରେ ଶାନ୍ତିରେ ଟିକେ ପଖାଳଟା ଖାଇବା ଯେଉଁ ଖରାରେ ଟିକେ ଶାନ୍ତି ଲାଗିବ ରୋଷେଇ ଆଉ ସବୁ ସରିଗଲାଣି ଆଉ ବାସ୍ ଖାଲି ଟିକେ ଶାଗ ଭଜା ଅଛି ଆଉ କ'ଣ ଟିକେ ଏମିତି ଅଛି ଆଉ ତାପରେ ଖାଇବା ଆଉ ଚାଲ ତ ସାଙ୍ଗମାନେ ବର୍ତ୍ତମାନ ବସିଯାଇଛୁ ତ ସବୁ ବଢ଼ାବଢ଼ି ହେଇସାରିଛି ଆମେ ସବୁ ବସିଯାଇଛୁ ସବୁ ଭାବିଲୁ ଏକା ସାଙ୍ଗରେ ବସିକି ଖାଇଦେବୁ ଆଉ ତ ଏକା ସାଙ୍ଗରେ ସେଥିପାଇଁ ସବୁ ବସିଯାଇଛୁ ତ ଦେଖାଉଛି କ'ଣ କ'ଣ ସବୁ ଆଇଟମ୍ ହେଇଛି ଦେଖାଉଛି ତ ଦେଖନ୍ତୁ ପୁରା ଟେଷ୍ଟି ଟେଷ୍ଟି ଆଇଟମ୍ ତ ବଡ଼ି ଚୁରା ହେଇଛି ଶାଗ ଭଜା ହେଇଛି ଆଉ ଏପଟେ ଆଳୁ ଭଜା ବି ହେଇଛି ଆଉ ଆମର ଆଳୁ ଚକୁଟା ଆଜି ସୋମବାର ନା ବିନା ପିଆଜ ରସୁଣ ତ ଆଉ କାକୁଡ଼ି ସାଲାଡ଼ଟା ବି ହେଇଛି ଆଉ ଏପଟେ ପୁଅର ଗରମ ଖାଇବା ସେ ପଖାଳ ଖାଇଲେ ତାକୁ ଥଣ୍ଡା ଧରିବ ତ ଦେଖନ୍ତୁ ସାଇଲ୍ ବସି ପାରୁଛି ତ ଚାଲନ୍ତୁ ଖାଇବା ଷ୍ଟାର୍ଟ କରିବା କ'ଣଟା କ'ଣ ହଁ ହଁ ହଉ ଖାଇଦେବା ଶାଗ ଭଜା ବଡ଼ି ଚୁରା ଆଉ ତା ସାଙ୍ଗକୁ ଆଳୁ ପୋଟଳ ଭଜା ଆଉ କ'ଣ ଦରକାର ଓହୋ ଶାନ୍ତି ପୁରା ଓହୋ ତ ସାଙ୍ଗମାନେ ଦେଖନ୍ତୁ ସବୁ ପୁରା ଖତମ ହେଇଗଲା କିଛି ନାହିଁ ସବୁ ପୋଛି ପୋଛି ଖାଇଦେଲୁ ବହୁତ ଟେଷ୍ଟି ଲାଗୁଥିଲା ଦହି ପଖାଳଟା ତ ସବୁ ଖତମ କରିଦେଇଛୁ ତାପରେ ଏବେ ଯିବା ତ ସାଙ୍ଗମାନେ ଖାଇବା ପିଇବା ସବୁ ସରିଯାଇଛି ଆଉ ଦହି ପଖାଳ ଟେଷ୍ଟ ପୁରା ଜବରଦସ୍ତ ହେଇଥିଲା ବହୁତ ଟେଷ୍ଟି ହେଇଥିଲା ତ ସାଙ୍ଗମାନେ ଗୋଟେ ମଜା ଜିନିଷ ଦେଖନ୍ତୁ ତ ଏଇ ଯେଉଁ ବଡ଼ି ଫାଷ୍ଟ ଛାତ ଉପରେ ପରା ହେଇଥିଲା ତ ଛାତ ଉପରେ ତ ମାଙ୍କଡ଼ ରଖେଇଦେଲେଣି ଲାଷ୍ଟକୁ ତଳକୁ ନେଇକି ଆସିଲୁ ସେପଟରେ ପୁଣି ଥିଲା ସେପଟରେ କୁକୁର ବି ରଖେଇଦେଲାଣି 10 ଥର ଏପଟ ସେପଟ ହେଲା ତ ଲାଷ୍ଟକୁ ବାଧ୍ୟ ହେଇକି ପିଣ୍ଡାରେ ଆଣିକି ଶୁଖେଇଲୁ ପିଣ୍ଡାରେ ବି ଆଉ କ'ଣ ଗୋରୁ ବି ତାକୁ ରଖେଇଦେଲାଣି ଲାଷ୍ଟକୁ ଆଣି ଘରେ ଶୁଖେଇଲୁ ତ ଛାଡ଼ ତ ସାଙ୍ଗମାନେ ଦହି ପଖାଳ ଭିଡ଼ିଓଟି ଯଦି ଭଲ ଲାଗିଥିବ ଆପଣମାନଙ୍କୁ ତାହେଲେ ନିଶ୍ଚିତ ଲାଇକ୍ କରିବେ ସେୟାର କରିବେ ଆଉ ସବସ୍କ୍ରାଇବ୍ କରିବାକୁ ଜମା ଭୁଲିବେନି ତ ସାଙ୍ଗମାନେ ରହିଲି ଜୟ ଜଗନ୍ନାଥ।